উত্তম পুত্র পিতার মন জানি করে উত্তম পুত্র এ ব্যবহারে সে উত্তম পুত্র কিয়ে আজ্ঞা ছটা পুଅକୁ মারি ଦେଇକି গঙ্গা চালি যাইছি আশীর্বাদ করছি ইচ্ছা হলে মরু ইচ্ছা হলে বঞ্চিবা ইচ্ছা বঞ্চিবা পুଅ হଉଛି দেবব্রত পরে না হଉଛି সত্যব্রত সে সত্যব্রত কিয়ে তা কথা মু কহিনি এ পর্যন্ত কহিনি এইটি কৌট রাজার ঝিও 10 ବର୍ଷର ଝିଅ পরাশর ঋষিଙ୍କର মন্ত্রপুত জଳରେ আଜି রজস্পলা ହେଇକି ইয়ে পরাশরଙ୍କର বীর্য গর্ভধারণ করিকি জন্ম ଦେଇଛି ବ୍ୟାସଙ୍କୁ ବ୍ୟାସଙ୍କ ଜନ୍ମ ଦେବା ପରେ ଅପହୃତା ହେଇଛି ଆଜ୍ଞା ନିନ୍ଦିତା ହେଇଛି ତେଣୁ ବିବାହ କୌଣସି ପୁରୁଷଙ୍କୁ ବିବାହ କରିନାହିଁ ବା ତାକୁ କେହି ବିବାହ କରିବାକୁ ଆସିନାହାନ୍ତି এই সমୟରେ ଗଙ୍ଗାଙ୍କ ବିଚ୍ଛେଦରେ ଶାନ୍ତନୁ ବୁଲୁଛନ୍ତି ଗଙ୍ଗା ନଦୀ କୂଳରେ ଦେଖିଦେଲେ ଏଇ କେଉଟ ରଜାର ଝିଅ ଯୋଜନୀ ଗନ୍ଧାକୁ ଦେଖିଦେଲେ କହିଲେ କି ସୁନ୍ଦର ରୂପ ହେଇଛି କହିଲେ ବିରଞ୍ଚି ରଚିଛି ଏ ସଂସାର ସାର ସୁନ୍ଦରୀ ଯାକ ଏକ କରି ବିରଞ୍ଚି କହିଲେ ବ୍ରହ୍ମା କେମିତି ସୃଷ୍ଟି କରିଛି ଯେ ଏ ବିଶ୍ୱରେ ଯେତେ ସୁନ୍ଦରୀ ଅଛନ୍ତି ବଛା ବଛା ସୁନ୍ଦରୀ କି ନେଇକି ଗୋଟିଏ କରି ଗଢି ଦେଇଛି ଏ ଝିଅଟାକୁ ତାହେଲେ ଦେଖିବା କୋଉ କୋଉ ସୁନ୍ଦରୀ ଅଛନ୍ତି କହିଲେ ଶ୍ରୀଧାମ ମୁଖ ସ୍ୱଭାବ ରାଗଲତା ଶ୍ରୀଧାମ ଆପଣ ମାନେ ବୋହୁ କରିବା ଗୋଟେ ଝିଅ ଖୋଜିବାକୁ ଯାଉଛନ୍ତି ଗୋଟେ ବନ୍ଧୁ ଘରକୁ ପ୍ରଥମେ ଝିଅ ଟିକେ ଯେତେବେଳେ 5 ଜଣ 3 ଜଣ ଯାଉଛ ଦେଖିବାକୁ ଆଜ୍ଞା ଝିଅର କୋଉଠି ଅନଉଛ ବୋଲା ନାକ ରାମ ବାବୁ ଝିଅର ନାକକୁ ଅନଉଛୁ ଝିଅର ମୁଖମଣ୍ଡଳକୁ ଆଗ ଦେଖୁଛନ୍ତି ଝିଅ ଉଚ୍ଚ କପାଳି ମୁହଁଟା କେମିତି ମୁଖଟା କେମିତି ତେଣୁ ଆଗ ଝିଅର ମୁଖମଣ୍ଡଳକୁ ଦେଖୁଛନ୍ତି ନାଇଁ କପାଳକୁ ଲଲାଟକୁ ଦେଖୁଛନ୍ତି ତେଣୁ ଏ ଶ୍ରୀଧାମ ମୁଖ ସ୍ୱଭାବ ରାଗଲତା ଶ୍ରୀଧାମ ଏ ମୁଖମଣ୍ଡଳରେ କିଏ ରହିଲେ ଶ୍ରୀ ଶ୍ରୀ କହିଲେ ସୌନ୍ଦର୍ଯ୍ୟ ଶ୍ରୀ କହିଲେ ଲକ୍ଷ୍ମୀ ଏ ଝିଅର ମୁଖମଣ୍ଡଳ ଲକ୍ଷ୍ମୀ ବାସ କଲେ ଧନରେ ଲକ୍ଷ୍ମୀ ଯାହା ମୁଖମଣ୍ଡଳରେ ଅଛନ୍ତି ସିଏ କେମିତି ସୁନ୍ଦରୀ ହେଇଥିବ ଆପଣ ମାନେ ଜାଣିଥିବେ ଖାଲି ସେତିକି ନୁହେଁ ଶ୍ରୀଧାମ ମୁଖ ସ୍ୱଭାବ ରାଗଲତା ସୁକାନ୍ତିରେ କରି ଗୌରୀ ଏ ଝିଅର କାନ୍ତି ଦେଖିବାକୁ କେମିତି ଏ ଝିଅର ରଙ୍ଗ ଦେଖିବାକୁ କେମିତି ଏହେ ଝିଅର ରଙ୍ଗ ଝିଅର କାନ୍ତି ଦେଖିବାକୁ ଗୌରୀ କହିଲେ ଶିବଙ୍କର ସ୍ତ୍ରୀ ଗୌରୀ ଗୌରବର୍ଣ୍ଣ କହିଲେ ଗୋରା ଏ ଝିଅକୁ ଦେଖିବାକୁ ଗୌରୀ ମାନେ ଗୌରୀ କହିଲେ ଶିବଙ୍କର ସ୍ତ୍ରୀ ଗୌରୀ ଅପର୍ଣ୍ଣା ପାର୍ବତୀ ମା ଗୌରୀ ଗୌରୀ ରହିଲେ କୋଉଠି ଏ ଝିଅର ରଙ୍ଗରେ ରହିଲେ ଗୌରୀ ଆରେ ପୁଅ ସେତିକି ନୁହେଁ କହିଲେ ରମ୍ଭାଉରୁ ସୀତା ମଧୁର ରଚନା ଇଏ ସୁଭଦ୍ରା ସେ ଯେ ମନ୍ଦୋଦରୀ ଯଦି ମୁଖମଣ୍ଡଳରେ ଲକ୍ଷ୍ମୀ ରହିଲେ ଇଏ ରଙ୍ଗରେ ରହିଲେ ଗୌରୀ ତାପରେ କହିଲେ ଶ୍ରୀଧାମ ମୁଖ ସ୍ୱଭାବ ରାଗଲତା ସୁକାନ୍ତିରେ ଗରି ଗୌରୀ ଆହା ସୁଭଦ୍ରା ସେ ଯେ ମନ୍ଦୋଦରୀ ସୁଭଦ୍ରା ସୁଭଦ୍ରା କହିଲେ କୃଷ୍ଣଙ୍କର ବହୁ ରାମ ବାବୁ ଠିଆଲ ତମର ବିଷୟ ବସ୍ତୁରେ ଜ୍ଞାନ ନାହିଁ କାହିଁକି ନା ଆଜ୍ଞା ୟାଙ୍କ ଘରେ 3 ଜଣ ସୁଭଦ୍ରା ପାଉଛନ୍ତି ତମର ଖାଲି ଟଙ୍କା କୁଆଡୁ ଆସିବ ସେଇଟାରେ ନଜର ରାମ ବାବୁ ଇଏ ପାଲା ବାଲା ଆମର ଆସିବେନି ହେରି ଆମେ ଆଉ ସମୟ ହେଇଯାଉଛି ଧନରେ ଇଏ ସୁଭଦ୍ରା ସେ ଯେ ମନ୍ଦୋଦରୀ ଯେ କି ଅର୍ଜୁନଙ୍କର ସ୍ତ୍ରୀ ସୁଭଦ୍ରା କୃଷ୍ଣଙ୍କର ଭଉଣୀ ସୁଭଦ୍ରା ସୁ କଲେ ଉତ୍ତମ ଭଦ୍ରା କଲେ ବିବେକୀ ଇଏ ଗୁଣରେ ହଉଛି ବିବେକୀ ଉତ୍ତମ ତେଣୁ ସୁଭଦ୍ରା ଅର୍ଜୁନଙ୍କର ସ୍ତ୍ରୀ ସୁଭଦ୍ରା ସି କୋଉଠି ରହିଲେ ଇଏ ଝିଅର ସୁଭଦ୍ରା ଇଏ ଗୁଣରେ ରହିଲେ ଇଏ ଗୋଟେ ଭଦ୍ରା ନାରୀ ସୁଭଦ୍ରା ସେ ଯେ ମନ୍ଦୋଦରୀ ମନ୍ଦ ଉଦରୀ ଆରେ ମନ୍ଦୋଦରୀ କହିଲେ ରାବଣ ସ୍ତ୍ରୀ ମନ୍ଦୋଦରୀ ମନ୍ଦ ଉଦରୀ ମନ୍ଦ କହିଲେ କ୍ଷୀଣ ମନ୍ଦ କହିଲେ ସରୁ ଉଦର କହିଲେ ଗର୍ଭ ଓରେ ପଦ୍ମିନୀ ନାୟିକା ମାନଙ୍କର କ୍ଷୀଣ ଗର୍ଭା ମନ୍ଦୋଦରୀ କହିଲେ ରାବଣ ସ୍ତ୍ରୀ ସୁନ୍ଦରୀ ଆଜ୍ଞା
सी आसी कोठे रहले ना ये झीर क्षीण गर्भा ये हूँ क्षीण गर्भा सरू गर्भा तेणु यार पेट देहरे आसिकी मंदोदरी आसिकी रहिले हाँ हाँ उदरे रहिले ये से जे मंदोदरी रंभा सीता मधुर बचना रंभा कहले स्वर्गर अप्सरी रंभा रंभा कहले कदली गछ जो झीर जानू को देखा रंभा वृक्ष भाया कदली गछ भाया आज्ञा सड़क सुंदर रंभा कहले इंद्रंकर अंग भग्या रंभा आसिकी झीर कौटी रहे ना जानू दे रहे कहले रंभा उरु सीता रंभा उरु सीता जदि जानू दे रंभा सीता सीता कहले रामचंद्र स्त्री सीता जनक नंदिनी सीता सी जन अपूर्व सुंदरी सी कौटी रहे सीता सीता कहले कंदमूल को आज्ञा सीता कह जाए खाली से अरे सीता फल कह जाए बढ़िया हाथ फल को खाली से नुहे जो जगत बंचुची जहा मुंडरे ये चाषी भाई मैंने शस्य उत्पादन कर सीता कहले लंगर लुहा को सीता ये पुओ सियारे अर्थ कले तो अनेक हम तेणु एठे सीता केमती आसो अरे कंदमूल को खाइले जमी मिठा ये झील ये बच्चन आसिकी ये सीता रामचंद्र स्त्री सीता आसी जनक सीता आसिक रहिले कौटा बच्चन रे कहला अमृत विनय बचन अमृत विनय वचन कहित शिव प्राणी तेणु सीता देवी आसिक झीर बचन रहिले ये बचन प्रकाश कले का मनरे आघात सृष्टि हुए ना तेणु अमृत दान कला भाया लगे तेणु रंभाउरु सीता मधुर बचना तारा तनु करे माधुरी तारा कहले किए तारा कहले बालीर स्त्री तारा कहले स्वर्गर नक्षत्र तेणु ये स्वर्गर नक्षत्र भली ये झीर तेज भारी विकास उठी तेणु बालीर स्त्री तारा आसिए झीर तेजरे रहिले अंधार गले आलोकित होउची ए भलिया सुंदर की देखिदेला ये से शांतनु देखिदेला कहला बाबा रे सुंदरी बाबा सले ले किंतु मनरे मन कथा रहिला विवाह करिया पाई हौ भोजने शयने परा तृप्ति नाही ताको राजा सखी न हेला तत्ही न व्यास ओरे ये जो जोजनी गंधा कथा केउट रजार झील को देखिकी शयने सपने जागरणे भोजने शयने सबुठी भाभी भाभी आउ क्षुधा तृषा भूली गले हाँ ये कथा चिंता कले सत्यव्रत देवव्रत से देवव्रत कहले मो बापा जराजीर्ण शरीर कहीं जानी पारिले सी केउट रजार झील रूप मोहित होती उच्चाटन स्तंभन मोहन बस्य बसीभूत होई आज आहार मैत्रु आहार निद्रा सब छाड़देले तेणु कौन कले मन कथा जानी पारे से तो जानी सारे आज्ञा देवव्रत हुशियार गलानी 16 वर्ष हो गलानी से जाइकी पहुंचले केउट रजा पाखरे कहले हे राजा तम कन्यार रूप मोहित होगी मो बापा जराजीर्ण शरीर तम झील को कन्या को दान कर मो पिता हाँ 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 सियार को जाना फेरे सियार को गले श्लोक साहित्य आरंभ हो पुओ से बड़ा बयस्त रूपस्त विद्यांश सनाथतां एतान कन्या एतान सप्त समीक्ष दया कन्या बुधे से समचिदन्यम झील किए बाहागर पूर्वर केतोटी लक्षण देखिले झील को दब बयस रूपं अरे पुअर बयस हो झील बयस साथी रे पुअर बयस जमी मेल खाऊ मसे 2 मास कि वर्षे 6 मास अधिक नाई 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 रूपं रूपवंत रूप थी मते समुदी कहते सियारे श्लोक साहित्य से कही कन्या मते रूपम वरम पिता सुतम बीता माता बीतम बांधवा कुलमिच्छन्ति मिष्टान्ने मित्रराजना
আরে ঝিওটিয়ে বাহাঘর কলে যে ঝিও বাহা হব সে চাহে ধন থাউ ন থাউ পাঠ পড়ু ন পড়ু ମୋ ପାଇଁ ଗୋଟେ ସୁନ୍ଦରିଆ ବର ଦରକାର। আরে মা তা চাহে না, মা কহে ମୋ ପୁଅ ମୋ ଜୁଆଁ ଝିଅ ବସି ଅସୁନ୍ଦରିଆ ହେଉ ପାଠ ପଢୁ ନ ପଢୁ ଛୋଟାକୁ ଜାଗି ହେଇଥାଉ ତାର ଧନ ଥିବ ବିଲ ବାଡି ଥିବ ବର୍ଷାକ ଖାଉଥିବ ବି ତମୁ মা বাপাকে সে কথা চিন্তা করে না। বাপা চিন্তা করে ମୋ ଝିଅ ଯୋଉଠିକି ଯିବ ମୋର ଯେ ଜୁଆଇଁ ହବ ମଦୁଆ ଟାଉଟର ଡହରା ହେଇନଥିବ, 5% ନାଁ ଶୁଣି ପଡୁଥିବ, ଶିକ୍ଷିତ ହେଇଥିବ, 5% ଯେ ବସୁଥିବ ଗାୟକଟିଏ ହେଇଥିବ। ମାତା ବିତମ୍ ପିତା ସୁତମ୍ ବାନ୍ଧବା କୁଳ ମିଛନ୍ତି ମିଷ୍ଟାନ୍ନ ମିତ୍ରାର ନା। ମଉସା ଅଜା ମାମୁଁ ମାଉସୀ ପିଇସା ସେ ଚାହାନ୍ତି ଆମ ଝିଅ ଯୋଉଠିକି ଯିବ, ଆଜି ତ ଆଉ ଜାତି ନାହିଁ ଆଜ୍ଞା, ଆଉ ତ ଜାତି ନାହିଁ। ମଉସା ଅଜା ମାମୁଁ ମାନେ ବିଚାର କରନ୍ତି ଆମ ଝିଅ ଯୋଉଠିକି ଯିବ ସିଏ ଆମ କୁଳ ରହିଥିବ, ଆମ ଜାତି ରହିଥିବ। ବାନ୍ଧବା କୁଳ ମିଛନ୍ତି ମିଷ୍ଟାନ୍ନ ମିତ୍ରାର ନା। ସାହି ପଡିଶା ମାନେ ଚିନ୍ତା କରନ୍ତି ଏ ତା ଝିଅକୁ ତା ଜୁଆଇଁ ନେଲେ ନଉ ନହେଲେ ଆମର କଣ ଗଲା ମ, ଧନ ଥାଉ ନଥାଉ ମ, ଆମର ଖାଇବାଟା ଟିକେ ମାଉଁସ ଇଏ ପନିର ଫନିର ଟିକେ ହେଇଛି। କଣ ଉଠିଲ ଉଠିଲ? ଅରେ ପୁଅ ମୁଁ ସେ କଥାଟା କାହିଁ ଟିକେ ବୁଝି ପାରିଲିନି। ମୋଡା କଣ କିରେ? ମୋଡା ମାନେ ଠିପିକି ମୋଡି ଦବ। ହଁ ଆଉ ଭିଡା ମାନେ ମାଉଁସ ଠୁଙ୍ଗାଟେ ଥିବ, ହଁ ପକଉଥିବ ମାଉଁସ ଖାଉଥିବ। ଆରେ ମୋଡା ବୋଲେ କଣ ମଦ କିରେ? ବିୟର। ବାବାରେ ହଁ ଏ ଯୁଗର ତ ସେ କଥା ନହେଲେ ଆଉ ଚଳୁନି ଆଉ। ଅରେ ଧନ ଏଇଠି ଆପଣ ମାନଙ୍କର ଇଏ ବାନ୍ଧ ମିଷ୍ଟାନ୍ନ ମିତ୍ରାର ନା। ସାହି ପଡିଶା ମିତ୍ରଜନ ମାନେ ଚାହାନ୍ତି ତା ଝିଅ ଗଲେ ଯାଉ ନହେଲେ ନାଇଁ, ଧନ ଥାଉ ନଥାଉ ଆମର ଖାଇବାଟା କେମିତି ଟିକେ ଭଲ ହେଇଥିବ ନାଇଁ। ତେଣୁ ଏଠି ଇଏ ଶାନ୍ତନୁ କୁ ଦବା ପାଇଁ ମୁଁ ସିଆଡକୁ ଆଉ ଯିବିନି। ଶାନ୍ତନୁକୁ ଦବା ପାଇଁ ଯେତେବେଳେ କେଉଟ ରଜାକୁ ପଚାରୁଛନ୍ତି ଆଜ୍ଞା ଦେବବ୍ରତ କହିଲେ ଆଚ୍ଛା ତମ ବାପାକୁ ମୋ ଝିଅ ଦେଲେ, ତମେ ହଉଛ ହସ୍ତିନା କଟକର ଦଣ୍ଡଧାରୀ, ଏ ସିଂହାସନର ଅଧିକାରୀ ହଉଛ ଏକମାତ୍ର ତମେ। ମୋ ଝିଅକୁ ଯଦି ଦେବି, ମୋ ଝିଅ ଗର୍ଭରୁ ଯିଏ ଜନ୍ମ ହବ ସିଏ କଣ କରିବ? ତମେ ଯଦି ସତ୍ୟ କରିବ, ତମେ ଯଦି ସତ୍ୟ କରିବ ତାହେଲେ ତମ ପିତାଙ୍କୁ ମୋ ଝିଅକୁ ଦେବି। ମୋ ଝିଅ ତ ଅପହୃତା ହେଇକି ଅଛି, ନିନ୍ଦିତା ହେଇକି ଅଛି। ଯଦି କହୁଛ ତମ ଝିଅକୁ ମୁଁ ଦେବି, ତମ ବାପାକୁ ଦେବି, ତାହେଲେ ତମେ 3ଟା ସତ୍ୟ କରିବାକୁ ପଡିବ। 3ଟା ସତ୍ୟ ସେଇଠି ଆଜ୍ଞା ଶଙ୍ଖରେ ଜଳ ଟେକିଲେ ଆଜ୍ଞା ଦେବବ୍ରତ କହିଲେ କଣ କଣ ସତ୍ୟ ନା? ପ୍ରଥମରେ ତମେ ବିବାହ ବର୍ଜନ କରିବ ନା। ତମ କଥାରେ ମୁଁ ରାଜି। ଦ୍ୱିତୀୟରେ ସିଂହାସନ ତ୍ୟାଗ କରିବ। ତମ କଥାରେ ମୁଁ ରାଜି, ସିଂହାସନ ବସିବି। ତୃତୀୟରେ ତମେ ରାଜ୍ୟ ରକ୍ଷା କରିବା ପାଇଁ ସେନାପତି ହେବ। କପାଳ ବୋପା ପାଇଁ ମୁଁ ମଧ୍ୟ ଚାହୁଁଥିଲି ଏଇତକ ବର୍ଦ୍ଧନ କରିବାକୁ। ଏ ରାଜ୍ୟ ରକ୍ଷା କରିବ ତୁମେ ଥିବା ପର୍ଯ୍ୟନ୍ତ। ମୋ ଝିଅ ଗର୍ଭରୁ ଯେ ଜନ୍ମ ହବ ସେ ରାଜା ହବ। ରାଜ୍ୟ ରକ୍ଷା ତମେ ତ ହଉଛ ବୀର, ରାଜ୍ୟ ରକ୍ଷା କରିବା ଦାୟିତ୍ୱ ତମର। ଆଉ ସିଂହାସନ କେବେ ହେଲେ ତମେ ମନ ବଳେଇବନି, ଆଉ ବିବାହ କରିବ ନାହିଁ। ସେଇଠି ଆଜ୍ଞା ସତ୍ୟବାଦ ହେଲେ ଦେବବ୍ରତ ସତ୍ୟ କଲେ, ସତ୍ୟବ୍ରତରୁ ଆଜ୍ଞା ସତ୍ୟ କରିବାରୁ ସତ୍ୟବ୍ରତ ହେଲେ। ତାପରେ ଶାନ୍ତନୁ ରାଜାଙ୍କୁ ଆଜ୍ଞା ସତ୍ୟାବତୀ ଇଏ ତ ଗ୍ରହଣ କରିବାରୁ ଗୃହିଣୀ ଆଜ୍ଞା ଗାନ୍ଧର୍ବ ବେଦୀରେ ବସିକି ସିଏ ବିବାହ ନାହାନ୍ତି। ତେଣୁ ସିଏ କଣ କଲେ ନା ଶାନ୍ତନୁଙ୍କ ପାଖରେ ସତ୍ୟାବତୀ ରକ୍ଷିତା ହିସାବରେ ରହିଲେ। ରକ୍ଷିତା ହିସାବରେ ରହି ଏ ଯୋଉ ଚିତ୍ରବୀର୍ଯ୍ୟ ବିଚିତ୍ର ବୀର୍ଯ୍ୟକୁ ପାଳନ କଲେ ଏବଂ ଭୀଷ୍ମ ରହିଲେ। ଭୀଷ୍ମ ତ ହେଇନି ଏଯାଏ, ସତ୍ୟବ୍ରତ ଆଜ୍ଞା ହେଇଛନ୍ତି। ଏଇଠି ଆଜ୍ଞା ଯେତେବେଳେ ଇଏ କାଶୀ ରାଜ୍ୟର ଝିଅ 3ଟି ଅମ୍ବା ଅମ୍ବାଳିକା ଅମ୍ବିକାଙ୍କୁ ବିବାହ କରିବା ପାଇଁ ଶାନ୍ତନୁ ଆଜ୍ଞା ଚିତ୍ରବୀର୍ଯ୍ୟ ପାଇଁ ବିଚିତ୍ର ବୀର୍ଯ୍ୟ ପାଇଁ ଆଜ୍ଞା ଏଇ ଯୋଉ ସତ୍ୟବ୍ରତ ପାଇଁ ବନ୍ଧୁ ପ୍ରସ୍ତାବ କରିଦେଲେ। ଯେତେବେଳେ ବନ୍ଧୁ ପ୍ରସ୍ତାବ କରିଦେଲେ ଏଣେ ସତ୍ୟବ୍ରତ ସତ୍ୟ କରିଛନ୍ତି ବିବାହ କରିବେନି। ତେଣୁ କଣ କଲେ ନା ସେଇଠି ଭୀଷଣ ପ୍ରତିଜ୍ଞା କଲେ। ଆଜ୍ଞା ହେ ଭୀଷ୍ମଙ୍କ ନୟନରୁ ହେ ଅଶ୍ରୁ ଜଳ ଝରିଲା।
କରିବା ପାଇଁ ବର ବସାଇଛନ୍ତି ଭୀଷ୍ମଙ୍କ ଆଖିରେ ଲୁହ କହିଲେ କାହିଁକି କାନ୍ଦିଲେ ଏଇଠି ବାପା କହିଲେ କହିଲେ ଧନରେ ମୋର ମରଣ ବେଳ ଆସିଗଲା ବାପା ମରଣ ବେଳ ଆସିଗଲା କଣ ମରଣ ବେଳ ନା ତୋ ରୋଷେଇରେ ଯୋଉ ପୁଅ ଜନ୍ମ ହବ ସେ ପୁଅ ହାତରେ ମୋର ମୃତ୍ୟୁ ହେବ ତୋ ମାର ଅଭିଶାପ ତୋ ମାର ଅଭିଶାପ ନାଇଁ ତେଣୁ ଆଜ୍ଞା ଭୀଷଣ ପ୍ରତିଜ୍ଞା କଲେ ମୁଁ ଆଉ ବିବାହ କରିବିନି ନାଟା ହେଲା ଭୀଷ୍ମ ଯେତେବେଳେ ଭୀଷ୍ମ ହେଇଗଲେ ଉତ୍ତରାଧିକାରୀ ହବ କିଏ ଯୋଉ ଅମ୍ବା ନାମକ କନ୍ୟା ଗଙ୍ଗାରେ ଝାସ ଦେଲା ଗଙ୍ଗାଙ୍କ ଆଶୀର୍ବାଦରେ ଦ୍ରୁପଦ ରାଜାଙ୍କ କୋଳରେ ଯଜ୍ଞରୁ ଜନ୍ମ ହେଲା ଶ୍ରୀଖଣ୍ଡୀ ନାମରେ ସେ ଜନ୍ମ ହୋଇଲା ଆଉ ଅମ୍ବାଳିକା ଆଉ ଅମ୍ବିକା ଆଜ୍ଞା ଅମ୍ବାଳିକା ଅମ୍ବିକା ବିବାହ କଲେ ଚିତ୍ରବୀର୍ଯ୍ୟ ଆଉ ବିଚିତ୍ରବୀର୍ଯ୍ୟକୁ ଯେତେବେଳେ ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟକୁ ବିବାହ କଲେ ଆଜ୍ଞା ଚିତ୍ରବୀର୍ଯ୍ୟ ବିବାହ କାଳରେ ବାସର ରାତିରେ ଆଜ୍ଞା ବଜ୍ର ଶକ୍ତି ପଡିଲା ତାଙ୍କର ପୂର୍ବ ଜନ୍ମ ଆଜ୍ଞା ଅଷ୍ଟବସୁଟିଏ ଗାଈ ଚୋରି କରିଥିଲେ ବଶିଷ୍ଠଙ୍କର ସେ ଅଷ୍ଟବସୁ କଥା ଛାଡି ଦିଅ ଆଜ୍ଞା ବଜ୍ର ଶକ୍ତି ପଡିଲା ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ମରିଗଲେ ବଂଶ ରକ୍ଷା ହବ କେମିତି ତେଣୁ ସତ୍ୟାବତୀଙ୍କର ନିର୍ଦ୍ଦେଶ ହେଲା ବ୍ୟାସଙ୍କୁ ଡାକିଲେ କଣ କହିଲେ 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 କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ଭାସି ଯାଉଛି କହିଲେ କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ଭାସି ଯାଉଛି ମାତା ଗୁରୁ ଆଜ୍ଞା ପରା କେ ପାରେ ମିଟିଛି କେ ପାରେ ପରେ କହିଲେ କୂଳ କୁଟୁମ୍ବକୁ ଲାଜ ନ କହିଲେ କୂଳ ଭାସି ଯାଉଛି ଇଏ ସିଂହାସନ ରକ୍ଷା ହବ କେମିତି ଭୀଷ୍ମ ଦାର ସଂହରିଲେ ପ୍ରତିଜ୍ଞା କଲେ ବିବାହ ହେବେନି ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ମରିଲେଣି ତାହେଲେ ବଂଶ ରକ୍ଷା ହବ କେମିତି ତେଣୁ ଆଜ୍ଞା ବ୍ୟାସଙ୍କୁ ଡାକିଲେ ଆଜ୍ଞା ଦେଲେ ଭାଇ ବଧୁ ଅମ୍ବାଳିକା ଆଉ ଅମ୍ବିକା ସହିତ ପ୍ରୀତି କରିବେ ବ୍ୟାସ କହିଲେ ମା ଏ ଅନୀତି କଥା କହିଲା ମାତା ଗୁରୁ ମୁଁ ଆଦେଶ ଦଉଛି ଆତୁରେ ନିୟମ ନାସ୍ତି ବଂଶ ରକ୍ଷା ହଉ ସେ ଅନେକ କଥା ଆଜ୍ଞା ପାଣ୍ଡବ କର୍ମାନ ଜନ୍ମ ଆଖି ବୁଝିଦେଲୁ ଧୃତରାଷ୍ଟ୍ର ଜନ୍ମ ହେଲେ ଅନ୍ଧ ହେଇକି ପାଉଁଶିଆ ପଡିଯିବାରୁ ଆଜ୍ଞା ଜନ୍ମ ହେଲେ ପଣ୍ଡୁ ସେ ଅନେକ କଥା ମୁଁ ଆପଣ ମାନଙ୍କୁ ଉତ୍ତମ ପୁତ୍ର କଥା କହିଥିଲି ଉତ୍ତମ ପୁତ୍ର କିଏ ନା ସେଇ ଯୋଉ ଭୀଷ୍ମ ମହାରଥୀ ଯିଏ ବାପାଙ୍କର ମନ କଥା ପୂରଣ କରିବା ପାଇଁ ବାପା ବଚନ ନ ପ୍ରକାଶିବା ପୂର୍ବରୁ ଆଜ୍ଞା ବାପାଙ୍କର ଉଦ୍ଦେଶ୍ୟ ପୂରଣ କଲେ ନାଇଁ ଏ ପୁଅ ଏଇଠି ମୁଁ ଆପଣ ମାନଙ୍କୁ ପ୍ରଥମେ କହିଥିଲି କହିଲେ ସେବା କାହାର ପୁଣ୍ୟ ଦେବା ଫଳେ ସାଧୁ ଜନେ କିବା ସାଧୁ ମହିତରେ ସାଧୁ ଜନେ କିବା ସାଧୁ ମହିତରେ ସାଧୁ ଜନେ କିବା ସାଧୁ ମହିତରେ ସାଧୁ ଜନେ ସେବା କାହାର ପୁଣ୍ୟ ଦେବା ଫଳେ କିବା ଅସାଧ୍ୟ ମହିତରେ ଇଏ ପ୍ରଥମ ପୁତ୍ର ସୁପୁତ୍ର କଲେ ଉତ୍ତମ ପୁତ୍ର ଯିଏ ପିତାର ମନ ଜାଣି କରେ ଉତ୍ତମ ପୁତ୍ର ଓଢାରେ ଆଜ୍ଞା ଗୋଟିଏ ପୁଅ ଗଲା ଆଉ ଯୋଡ଼ିଏ ପୁଅ ରହିଲେ କହିଲେ ପୁଣି ମଧ୍ୟମ ପୁତ୍ର ଆଉ ଅଧମ ପୁତ୍ର ମଧ୍ୟମ ପୁତ୍ର କିଏ ମଧ୍ୟମ ପୁତ୍ର କିଏ କହିଲେ ଶ୍ରଦ୍ଧାରେ ଆଜ୍ଞା ଯେ ପାର ହୋଇ ମଧ୍ୟମ ପୁତ୍ର ସେ ବୋଲାଏ ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ ମଧ୍ୟମ ପୁତ୍ର ସେ ବୋଲଇ ବାପା କହିଲା ପରେ ବାପାଙ୍କ କଥାକୁ ଯେ ଶିର ନତ କରି ଶ୍ରଦ୍ଧାର ସହିତ ଆଜ୍ଞା ପାଳନ କରେ ସିଏ ହଉଛି ମଧ୍ୟମ ପୁତ୍ର ତାହେଲେ ସେ ମଧ୍ୟମ ପୁତ୍ର କିଏ କହିଲେ ଦେଖରେ ଅନୀତି ଦେଖରେ ଅନୀତି କଣ ଅନୀତି କହିଲେ ଜୁଆଇ ପ୍ରେମୀ ଶାଶୁ ଗର୍ଭବତୀ अरे आम पाला देखा किए कहीं पंडित हाँ ये राम बाबू ठिलो ठिले कहीं कि रे
আরে মু কোন ভুল কথা কইলি কি রে রাম বাবু দেখ এড়ে অনীতি জুয়াই প্রেমে শাশু গর্ভবতী হ্যাঁ মু আজি মধ্যম পুত্র কথা কইବାକୁ যাଉଛି আজ্ঞা মু আজি মধ্যম পুত্র কথা কইବାକୁ যাଉଛି দেখন্তু ये मध्यम पुत्र किए हाँ आज्ञा देख एड़े अनीति जुआई प्रेमे शाशु गर्भवती आपण माने टिके लक्ष्य करंतु रामायण जुग को त्रेतया जुगर पाठ आपण मानकर देख एड़े अनीति जुआई प्रेमे शाशु गर्भवती এটা কোউঠি হেইতলা এটা কোউঠি হেইছিল আমি মামু কহ মাগ অন্য কথা বাড়ি বাড়ি কি মার দেবে राम बाबू अरे मोर पंडित महाशय कहले मु आ कोन कहबी ए चंपावती कटक राजा लोमपाद रामायण तो आलोचना कले सरीबनी ए जो लोमपाद राजा चंपावती कटक रे गाई दान करिथिबारु गोटे ब्राह्मण को जो गाई दान करथिला से ब्राह्मण रखी पारलानी से गाई कुआरू हरण चाल हो गला जाकि पुणी राजा गोष्ठी मिलला राति पाइले नीति गाई दान दियंती राजा तेणु आउ गोटे ब्राह्मण को से गाई दान करदेले ब्राह्मण भितर लागिला कंदोल तेणु ब्राह्मण अभिशाप देला कहला हे राजा दान देइथिबा धन को तुमे आउ थरे दान देबारु मु अभिशाप दउछि तुम राज्य रे 12 वर्ष अनावृष्टि अनावृष्टि गला आगे आपण माने चिंता करंतु से दिन दशरथंकर औरसरे जन्म नैथिला कौशल्या गर्भरु झियो गोटे शांता से एकमात्र कन्या जन्म हेबा परे आज्ञा रावण जानी पारला नारदं कथारु जे दशरथ कोले जे जन्म अयोध्यापुर रे सीए हब तोर मृत्युदाता तेणु रावण कौन कला पुओ रावण ब्रह्महरण कला दशरथर अरे 10 मुंडिया रावण 10 मस्तक थिबा रावण तार 20 हाथ एबे अरे सीए तो मरलानी तार कथा अछि राम बाबू सत्तरे तार 20 हाथ नुह सत्तरे तार 10टा मुंड नुह अरे पुओ ये 10 मुंडिया रावण कहीं पड़ाची से 10 महाविद्या को साधन करिथिला तेणु तमे तमर गोटे मुंडरे जति काम करि पारो से 10टा मुंडर काम करि पारे एवं 20टा हाथर काम करि पारे तेणु करी ता ना होची 10 मस्तक थिबा रावण हैला तेणु रावण कोन कला 10 महाविद्या साधन करी दशरथଙ୍କ ठारू ब्रह्महरण करि नेला ये ब्रह्महरण करिबारु से ब्रह्म द्वारा किए जन्मला कौन है से अनेक कथा मुझे को जाऊनी बाबू रे ये जो शांता कन्या को काले रावण मारिदब बोली लोमपाद राजा सहित दशरथ मैत्र स्थापन कला मैत्रता स्थापन करने फल ये कन्या को दान कला